କୁସୁମୁଣ୍ଡି ହାତେଇଲା ଇନ୍ଦୁପୁର କପ୍ ଉଦ୍ଯାପିତ ହେଲା 5 ଦିନିଆ କ୍ରିକେଟ ମହାକୁମ୍ଭ। ଖେଳ ପଡ଼ିଆରେ ଛକା ଚୌକାର ବର୍ଷା ସାଙ୍ଗକୁ ଦର୍ଶକଙ୍କ ପ୍ରବଳ ଉତ୍ସାହ। ଇନ୍ଦୁପୁର କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଚତୁର୍ଥ ବାର୍ଷିକ ଇନ୍ଦୁପୁର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ସାଧାରଣତନ୍ତ୍ର ଦିବସ ଏହି ଶୁଭ ଅବସରରେ କୁସୁମୁଣ୍ଡି ଦଳ ଚମ୍ପିୟନ ଆଖ୍ୟା ଅର୍ଜନ କରିଛି। ଗତ ଜାନୁଆରୀ 22 ତାରିଖଠାରୁ ଆରମ୍ଭ ହେଉଥିବା ଏହି 5 ଦିନିଆ ଟୁର୍ଣ୍ଣାମେଣ୍ଟକୁ ଟାଟା ଫାଉଣ୍ଡେସନର ଦୀପକ ମହାନ୍ତ, ମିତ୍ତଲ ସାମାଜିକ ଉଦ୍ୟୋଗୀ ମ୍ୟାନେଜର ଦୀପୁ ଗୁଇନ, ପତୁ ପରିଜା ଏବଂ ବାଦଲ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଫାଇନାଲ ଲଢ଼େଇରେ ତଥା ଆଜି ଅନ୍ତିମ ଦିବସରେ ଦାନବୀର ଇନ୍ଦୁପୁର ଏବଂ କୁସୁମୁଣ୍ଡି ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ ଦେଖିବାକୁ ମିଳିଥିଲା। ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ମଧ୍ୟ ଶେଷରେ କୁସୁମୁଣ୍ଡି ଦଳ ବାଜିମାତ କରି ବିଜୟୀ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ନିର୍ମଳ କୁମାର ବିଶ୍ୱାଳ, ସମ୍ମାନିତ ଅତିଥି ଭାବରେ କୋଇଡ଼ା ବିଡିଓ ସୋମେନ୍ଦ୍ର ସାରା, ବଡ଼ବିଲ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର କର, ଅବସରପ୍ରାପ୍ତ ଏୟାରଫୋର୍ସ ଅଧିକାରୀ ପି ଚନ୍ଦ୍ରଶେଖରଙ୍କ ସମେତ ପ୍ରଭାତ ପଣ୍ଡା, ଚେତନ ଦୀପ ନାୟକ, ମେଲେରୀ ବାରିକ, କୁକୁଲି ମହାନ୍ତି ଓ ବାଦଲ ବାରିକ ଉପସ୍ଥିତ ଥିଲେ। ଏଥିସହିତ ଗୋପାଳ ସମାଜର ସଭାପତି ମିତ୍ରଭାନୁ ପଲେଇ, ସନ୍ତୋଷ ବାରିକ, ବୈରାଗୀ ବାରିକ, ବଳରାମ ଆପଟ ଓ ପ୍ରଦ୍ୟୁମ୍ନ ଘୁଣା ଉପସ୍ଥିତ ରହି ବିଜେତା ଓ ଉପବିଜେତାଙ୍କୁ ପୁରସ୍କୃତ କରିଥିଲେ। ବିଜେତାଙ୍କୁ 40,000 ଟଙ୍କା ସହ ଆକର୍ଷଣୀୟ ଟ୍ରଫି, ଉପବିଜେତାଙ୍କୁ 25,000 ଟଙ୍କା ସହ ଟ୍ରଫି। ଏହି କ୍ରୀଡ଼ା ମହୋତ୍ସବରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା। ସୋସିଆଲ ସେନ୍ସେସର ରଣା ନାଇଡୁ ଏବଂ ତାଙ୍କ ସାଥୀମାନେ ପହଞ୍ଚି ଖେଳାଳିଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ। ଇନ୍ଦୁପୁର କ୍ଲବର ସମସ୍ତ ସଦସ୍ୟଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟ ଏକ ବଡ଼ ସଫଳତା ପାଇଛି। କୋଇଡ଼ାରୁ ଗଣେଶ ସାପଟଙ୍କ ରିପୋର୍ଟ, ଶ୍ରୀକ୍ଷେତ୍ର ଲାଇଭ୍।